ହାତ ଗୁଞ୍ଜା ନାହିଁ ତ ଆବାସ ନାହିଁ। ଅସହାୟ ଗରିବ ଆବାସରୁ ବଞ୍ଚିତ। ଧନୀ ଶ୍ରେଣୀ ପାଉଛନ୍ତି ଆବାସ କିପରି? ଆବାସ ପାଇବାର ମାନଦଣ୍ଡ କଣ? କାହିଁକି ଘର ନଥାଇ ଗରିବ ପାଉନାହାନ୍ତି ଘର? ଧନୀ ପାଇଗଲେ ଆବାସ କେଉଁ ଉପାୟରେ? ଏଥିପାଇଁ ଦାୟୀ କିଏ? ଏସବୁ ଅସାମିତ ପ୍ରଶ୍ନ ଏବେ ସାଧାରଣରେ ମାଳମାଳ, ଯାହାର ଉତ୍ତର ଖୋଜିଲେ ମଧ୍ୟ ମିଳୁନାହିଁ। ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଳା ପଞ୍ଚାୟତ ଅନ୍ତର୍ଗତ ପାଟଲା ଗୁଡିସାହି ଏହାର ମୁଖ୍ୟ ସାକ୍ଷୀ। ଗ୍ରାମର ସତ୍ୟବତୀ ସାହୁ ବିପଦପୂର୍ଣ୍ଣ ଭାବେ ଭଙ୍ଗାରୁଜା ଘରେ ଜୀବନ କାଟୁଛନ୍ତି। ସେ ଦିନରେ ସୂର୍ଯ୍ୟ ଏବଂ ରାତିରେ ତାରାର ଆଲୋକ ଘର ଭିତରେ ଦେଖୁଛନ୍ତି। ଏପରି ଦୟନୀୟ ସ୍ଥିତିରେ ସତ୍ୟବତୀ ଜୀବନ କାଟୁଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ଅଧିକାରୀ ଓ ବିଡିଓଙ୍କ ନଜର କିପରି ପଡୁନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ ଦୁଃଖର ବିଷୟ କି ତାଙ୍କର 6 ଗୋଟି ପିଲାଙ୍କ ମଧ୍ୟରୁ 3ଟି ପିଲା 90 ଭାଗରୁ ଅଧିକ ବିକଳାଙ୍ଗ ଅଟନ୍ତି। ତଥାପି ସେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଯେତିକି ବି ଭତ୍ତା ଟଙ୍କା ମିଳୁଛି ତାହା ମଧ୍ୟ ସଠିକ ଭାବରେ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ ସରକାର କହି ଡିମିଡି ପିଟୁଥିବା ଏହି ସରକାର କିପରି ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସତ୍ୟବାଦୀ ବୋଧେ ହାତ ଗୁଞ୍ଜା ଦେଇପାରିଲା ନାହିଁ, ଯେଉଁଥିପାଇଁ ସେ ଆବାସ ଯୋଜନାରୁ ବଞ୍ଚିତ ହେଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆମେ ପାଟଲା ପଞ୍ଚାୟତ ଅଧିକାରୀ ରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରିବାରେ ସତ୍ୟବତୀ ଯୋଗ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଯଦି ସେ ଯୋଗ୍ୟ ଥିଲେ ତେବେ ତାଙ୍କୁ ଆବାସ ଦେବାର ଅସୁବିଧା ରହିଲା କେଉଁଠି? ଆସନ୍ତୁ ପଚାରି ବୁଝିବା ଅଭିଯୋଗକାରିଣୀ ଏ ବିଷୟରେ କଣ କହୁଛନ୍ତି। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ମାଉସୀ ଆପଣଙ୍କର ପରିଚୟ କ'ଣ? ଆଜ୍ଞା ସତ୍ୟବତୀ ସାହୁ, ଆଜ୍ଞା ପାଟଲା ପଞ୍ଚାୟତ। ଆଜ୍ଞା ଆଉ ଘରଟିକ ନାଗି ମୁଁ ଅଭିଯୋଗ କରୁଛି। ଆଉ ଆଜ୍ଞା ଟିକେ ବୁଝୁନାହାନ୍ତି ଘରଟା। ଆଉ ସରପଞ୍ଚ ଆଉ ଆଜ୍ଞା ପଇସା ମୋତେ ଚାହୁଁଛନ୍ତି। ଆଜ୍ଞା ମୁଁ ପଇସା ଦେଇପାରିବିନି, ଗରିବ ଲୋକ, ମୁଁ ମୂଲିଆ ମଜୁରୀରେ ଚଳୁଛି, ମୋର କେହି ରୋଜଗାର କରିବାକୁ ଆଜ୍ଞା ନାହାନ୍ତି। ଆଉ ଆଜ୍ଞା ମୁଁ ଅଭିଯୋଗ କରୁଛି, ମୋତେ ଘର ଟିକେ ଆଜ୍ଞା କିନ୍ତୁ ଦିଅନ୍ତୁ ତମେ।